ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ଆଜି କୋବିର ମଞ୍ଚୁରିଆନ୍ କରିବା। ମଞ୍ଚୁରିଆନ୍ ପାଇଁ ମୁଁ ଗୋଟେ କୋବି ନେଇଛି। ମୁଁ ତାକୁ ବର୍ତ୍ତମାନ କଦକୁସ୍ କରିଦେଲି। ମୁଁ ଏଠି କିଛି କଞ୍ଚା ଲଙ୍କା କାଟି ନେଉଛି। କଞ୍ଚା ଲଙ୍କାକୁ ଏମିତି ଭାବରେ କାଟି ନେଇଛି। ଆମେ ଏଠି କିଛି ପିଆଜ ନେବା। ପିଆଜକୁ ମୁଁ କାଟି ଦେଉଛି। ପିଆଜକୁ ଏମିତି ଭାବରେ କାଟିବା, ଟିକେ ବଡ଼ ବଡ଼ କରିକି ଏମିତି କାଟି ନେବା। ମୁଁ ଏଠି ପିଆଜକୁ ଏମିତି କାଟି ଦେଇଛି। କଞ୍ଚା ଲଙ୍କାକୁ ଏମିତି କାଟିଛି। ଏମିତି ବଡ଼ ବଡ଼ ପିସ୍ ଟିକେ ପିଆଜ ରହିଲେ ଟିକେ ଭଲ ହେବ। ମୁଁ ଏଠି କିଛି ବେସନ ନେଉଛି। ଇଏ ଆମର ଅଦା ରସୁଣ ପେଷ୍ଟ ଟିକେ ଦେଇଦେବା। ସ୍ୱାଦ ଅନୁଯାୟୀ ଆମେ ଏଠି ଲୁଣ ପକାଇବା। କଲର୍ଟା ଭଲ ଲାଗିବା ପାଇଁ ଟିକେ ଆମେ ହଳଦୀ ପକାଇବା। କଞ୍ଚା ଲଙ୍କା ତ ମୁଁ କୁଚେଇକି ନେଇଛି। ମୁଁ ଟିକେ ଏଠି ଗୁଣ୍ଡ ଟିକେ ପକାଇ ଦେଉଛି। ବେଶୀ ତ ରାଗ କଞ୍ଚା ଲଙ୍କା ମାନେ ପିସ୍ ରହିଲା ନା, ଟିକେ ରାଗ ଟିକେ କମ୍ ହେବ। ମୁଁ ଏଠି ଆମର ଗୁଣ୍ଡ ଟିକେ ପକାଇଦେଲେ ସେମ୍ ହେଇଯିବ ରାଗଟା। ଏଠି ଦୁଇଟା ମୁଁ ଜୁଆଣି ନେଇଛି। ଜୁଆଣିଟା ପକାଇଲେ ଟିକେ ଭଲ ଲାଗିବ। କଳା ଜିରା ଟିକେ ପକାଇଲେ ବି ମାନେ ସ୍ୱାଦଟା ତା'ର ଅନ୍ୟ ପ୍ରକାର ଭଲ ଟେଷ୍ଟଟା ଆସିବ। ମୁଁ ଆକୁ ମିକ୍ସ କରିଦେଉଛି। ମିକ୍ସ କରିକି ପାଣି ଦେବାନି। ସେଥିରେ ଆମର ଯେତିକି କୋବିରେ ଯେତିକି ପାଣି ଅଛି, ତାପରେ ମସଲା ପେଷ୍ଟ ପଡ଼ିଲାଣି, ତାପରେ ସବୁ ତ ମାନେ ପାଣି ଅଂଶ ଜିନିଷ, ତାକୁ ଆମେ ଏମିତି ଗୋଳେଇ ଦେଲେ। ମୁଁ ଏଠି ଭଲ ଭାବରେ ତାକୁ ଗୋଳେଇ ଦେଇଛି, ସବୁ ମିଶାଇ ଦେଇଛି। ଏବେ ଆମେ ଗ୍ୟାସ୍ ଲଗାଇକି କଢ଼ା ବସାଇବା। ଗ୍ୟାସ୍ଟିକୁ ମୁଁ ଲଗାଇ ଦେଉଛି। କଢ଼ାଟିକୁ ମଧ୍ୟ ବସାଇ ଦେଲି। କଢ଼ା ବସାଇ ମୁଁ ତେଲ ଦେଇ ଦେଇଛି କଢ଼ାରେ। ଏବେ ଆମେ ବନେଇବା। ତେଲ ଆମର ଏଠି ଗରମ ହେଇଗଲାଣି। ଏବେ ମୁଁ ଛାଡ଼ିବା ଆରମ୍ଭ କରୁଛି। ଆମର ଧୀରେ ଧୀରେ ସିଝୁଛି। ସିଝିଗଲା ପରେ ଲାଲ ପୁରା ହେଇଗଲେ ମୁଁ ତାକୁ ବାହାର କରିଦେବି। ଆମର ବୋଧହୁଏ ହେଇଗଲାଣି, ମୁଁ ତାକୁ ବାହାର କରିଦେଉଛି। ମୋର ଏଠି ହେଇଗଲା ମଞ୍ଚୁରିଆନ୍। ଦେଖୁଛନ୍ତି ସାଙ୍ଗମାନେ, କୋବିରୁ କେମିତି ଗୋଟେ ସୁନ୍ଦର ଆଇଟମ୍ଟେ ହେଇଗଲା। ଆମେ ଖାଲି କହୁଛନ୍ତି ଏଇ ଜିନିଷଟା ଭଲ ଲାଗୁନି, ସେ ଜିନିଷଟା ଭଲ ଲାଗୁନି, ସେ ଜିନିଷଟା ଭଲ ଲାଗୁନି, କିନ୍ତୁ ଆଇଡ଼ିଆ ଖଟେଇକି କରିପାରିଲେ ସବୁ ଜିନିଷ ଭଲ। ସବୁ ଜିନିଷ ଆମର ଭଲ। ଆମର ମାନେ ପ୍ରକୃତି ରାଣୀ ଯେଉଁ ଜିନିଷ ଗୁଡ଼ାକ, ଯେଉଁ ଗଛ ଗୁଡ଼ାକ ଆମର ଅଛି ଆମ ପୃଥିବୀ ମାଆଙ୍କ ମଧ୍ୟରେ, ସେ କୌଣସି ଜିନିଷ ଖରାପ ନୁହେଁ, ସବୁ ଜିନିଷ ଭଲ। କିନ୍ତୁ ଜାଣିଥିବା ଦରକାର, କରିପାରୁଥିବା ଦରକାର, ଜିନିଷକୁ ଠିକ୍ ସଦୁପଯୋଗ କରିପାରୁଥିବା ଦରକାର। ଆଉ ବିଭିନ୍ନ ପ୍ରକାର ଆଇଟମ୍ ଅଛି। ଆଉ ଆମେ ତ ଗୋଟେ ନୂଆ ଆଇଟମ୍ କଲେ ପୁଣି କେବେ ନୂଆ ଆଇଟମ୍ ନେଇକି ଆସିବି। ଆପଣମାନେ ଇଏ ଭିଡ଼ିଓଟିକି ଦେଖିକି ମାନେ କେମିତି ମୁଁ ମାନେ ମୋର ଜିନିଷଟିକୁ ଆପଣମାନେ କେମିତି ଫିଲ୍ କଲେ, ଆପଣମାନେ ବି ଏମିତି ବନେଇକି ଆପଣଙ୍କ ଘରେ ଖାଆନ୍ତୁ। ବହୁତ ଭଲ ଲାଗିବ, ବହୁତ ଭଲ ଲାଗିବ। ଆଉ
ଖାଇକି ଏ ମାନେ ମଞ୍ଚୁରିଆନ୍ ଟିକେ ଖାଇକି ଆପଣମାନେ ସେୟାର ଲାଇକ୍ କମେଣ୍ଟ କରିବା ପାଇଁ ମୋଟେ ଭୁଲିବେନି। ରହୁଛି ଜୟ ଜଗନ୍ନାଥ। ଟାଇମ୍ ତ ବହୁତ ହେଇଗଲାଣି, ଏବେ ଆମର ସବୁ ଆସିଯିବେ ଖାଇବା ପାଇଁ। ହଉ ସାଙ୍ଗମାନେ, ମୁଁ ରହୁଛି। ଜୟ ଜଗନ୍ନାଥ।